ଏମିତି କହି ଦୁଷ୍ଟ କାଉ ମା ଚଢ଼େଇକୁ ମାରିବାରେ ଲାଗିଲା। ରଘୁନାଥପୁରରେ ଗୋଟିଏ ଚଢ଼େଇ ବାସ କରେ। ସେଇ ଚଢ଼େଇର ଦୁଇଟି ଛୁଆ ଥାଏ। ଗୋଟିକର ନାମ ଚିଣ୍ଟୁ ଓ ଅନ୍ୟଟିର ନାମ ପିଣ୍ଟୁ। ଚିଣ୍ଟୁ ପିଣ୍ଟୁ ତାର ଦୁଇ ପୁଅ। ସେମାନେ ବହୁତ ଗରିବ ଥିଲେ। ସେମାନଙ୍କ ପାଖରେ ଖାଇବା ପାଇଁ କିଛି ମଧ୍ୟ ନଥାଏ। ଦିନେ ଚିଣ୍ଟୁ ପିଣ୍ଟୁକୁ ବହୁତ ଭୋକ କଲା। ସେମାନେ ତାର ମାକୁ କହିଲେ, ମା, ଆମକୁ ବହୁତ ଭୋକ କଲାଣି, ଆମକୁ କିଛି ଖାଇବାକୁ ଦିଅ ମା। ଆରେ ପୁଅ ଚିଣ୍ଟୁ, ଏବେ ତ ଘରେ କିଛି ବି ଖାଇବାକୁ ନାହିଁ। ତୁମେ ଦୁଇ ଜଣ ଟିକେ ଅପେକ୍ଷା କର, ମୁଁ ବାହାରୁ କିଛି ଖାଇବା ନେଇ ଆସିବି। ତାପରେ ତମେ ଦୁଇ ଜଣ ମିଶିକି ଖାଇବ। ହଉ ମା, ଠିକ ଅଛି। ଆଉ ହଁ ପିଲାମାନେ, ତୁମେମାନେ ବାହାରକୁ ଯିବ ନାହିଁ କି ଦୁଷ୍ଟାମି କରିବ ନାହିଁ। ମୁଁ ଯାଇକି ଆସୁଛି। ଏହାପରେ ମା ଚଢ଼େଇ ଦାନା ଖୋଜିବାକୁ ବାହାରକୁ ଚାଲିଯାଏ। କିଛି ବାଟ ଗଲା ପରେ ମା ଚଢ଼େଇକୁ ଗୋଟିଏ ଶୁଖିଲା ଦାନା ମିଳିଯାଏ। ଦୂରରେ ଥାଇ ଗୋଟିଏ ଦୁଷ୍ଟ କାଉ ଏହି ସବୁ ଉପରେ ନଜର ରଖିଥାଏ। ଯେତେବେଳେ ମା ଚଢ଼େଇ ଦାନା ଉଠାଇବାକୁ ଗଲା, ସେତେବେଳେ ଦୁଷ୍ଟ କାଉ ମା ଚଢ଼େଇ ପାଖକୁ ଗଲା। ଆଲୋ 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 ଆଲୋ, ଏ ଚଢ଼େଇ, এই ଦାନାଟିକୁ ମତେ ଦେଇଦେ, এই ଦାନାଟି ମୋର। ଆରେ କାଉ ଭଉଣୀ, ଏଇ ଦାନାଟି ତ ମୁଁ ପ୍ରଥମେ ଦେଖିଛି। ପ୍ରଥମେ ମୁଁ ଏଠାକୁ ଆସିଛି, ତ ଏହି ଦାନାଟି ମୋର ହିଁ ହେବ। ଭଲରେ କହିଦଉଛି, ଦାନାଟିକୁ ଛାଡ଼ି ଚାଲି ଯା, ନହେଲେ କିଛି ବି ଭଲ ହେବନି। এই ଦାନାଟା ମୋର ମାନେ ମୋର। ଦେଖ କାଉ ଭଉଣୀ, ଏଇ ଦାନାଟି ମୁଁ ପ୍ରଥମେ ପାଇଛି, ତେଣୁ ଏହି ଦାନା ଉପରେ ମୋର ଅଧିକାର ଅଛି। ଏଇ ଦାନାଟି ମୋର। ମୋର କଥା ତାହେଲେ ତତେ ବୁଝୁନି, ରହ ମୁଁ ତତେ ବୁଝେଇ ଦଉଛି। ଏମିତି କହି ଦୁଷ୍ଟ କାଉ ମା ଚଢ଼େଇକୁ ମାରିବାରେ ଲାଗିଲା। ଏପରି ବହୁତ ସମୟ ବିତିଗଲା। ମା ଘରକୁ ନ ଫେରିବାରୁ ଚିଣ୍ଟୁ ପିଣ୍ଟୁ ବହୁତ ବ୍ୟସ୍ତ ହେଲେ। କିଛି ସମୟ ପରେ ଘରକୁ ଗୋଟିଏ ଅଜଣା ଚଢ଼େଇ ଆସିଲା। ସେହି ଚଢ଼େଇ ଚିଣ୍ଟୁ ପିଣ୍ଟୁଙ୍କ ମା କଥା କହିଲା। ଚିଣ୍ଟୁ ପିଣ୍ଟୁ ଏହି କଥା ଶୁଣି ବହୁତ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ତାର ମା ପାଖକୁ ଗଲେ। ଦୁଇ ଚଢ଼େଇ ମା ପାଖରେ ଯାଇ ପହଞ୍ଚିଲେ। ସେଠାରେ ଦେଖିଲେ ତାଙ୍କ ମାର ମୃତ୍ୟୁ ହୋଇଛି। ସେ ଏହା ଦେଖି ବହୁତ କାନ୍ଦିଲେ। ଗୋଟିଏ ଗାଁରେ ଗୋଟିଏ ଟିକି ଚଢ଼େଇର ପରିବାର ବାସ କରୁଥିଲା। ସେହି ପରିବାରରେ ମା ଚଢ଼େଇ ଆଉ ତାର ଦୁଇଟି ଝିଅ ରହୁଥିଲେ। ସେମାନେ ବହୁତ ଗରିବ ଥିଲେ। ମା ଚଢ଼େଇ ଫୁଲ ବିକ୍ରି କରି ତାର ପରିବାରକୁ ଚଳାଇଥାଏ। ଫୁଲ ନିଅ ଫୁଲ, ଫୁଲ ନିଅ ଫୁଲ, ସମସ୍ତଙ୍କ ପାଇଁ ବହୁତ ଭଲ ଭଲ ଫୁଲ ଅଣାଯାଇଛି। ସମସ୍ତେ ଫୁଲ କିଣି ନିଅନ୍ତୁ, ଫୁଲ ନିଅ ଫୁଲ। ଏମିତି କହି ମା ଚଢ଼େଇ ତାର ସମସ୍ତ ଫୁଲ ବିକ୍ରି କରେ। ଜଙ୍ଗଲରେ ମା ଚଢ଼େଇ ସବୁଠାରୁ ଭଲ ଫୁଲ ବିକ୍ରି କରୁଥିବାରୁ ଜଙ୍ଗଲର ସମସ୍ତ ପଶୁପକ୍ଷୀମାନେ ମା ଚଢ଼େଇଠୁ ଫୁଲ ନିଅନ୍ତି। ଏହିପରି କିଛି ଦିନ ଗଲା। ଏହାପରେ ମା ଚଢ଼େଇର ଦେହ ଖରାପ ହୋଇଗଲା। ମା ଚଢ଼େଇର ଦେହ ଖରାପ ହୋଇ ମା ଚଢ଼େଇ ସେଠାରେ ମରିଗଲା। ମା, ତମେ ଆମକୁ ଏକୁଟିଆ କରି ଚାଲିଗଲ ମା, ଆମେ ଏବେ କଣ କରିବୁ ମା? ଏମିତି କହି ଦୁଇ ଭଉଣୀ କାନ୍ଦିବାକୁ ଲାଗିଲେ। ମା ଚଢ଼େଇ ଯିବା ପରେ ଦୁଇ ଭଉଣୀଙ୍କୁ ଖାଇବା ପିଇବା ମିଳିବାଟା ବହୁତ କଷ୍ଟ ହୋଇଗଲା। ଆରେ ମିକି ଭଉଣୀ, ମା ଗଲା ପରଠାରୁ ଖାଇବାକୁ କିଛି ବି ନାହିଁ। ମା ଯାହା ଫୁଲ ବିକ୍ରି କରି ପଇସା ଆଣୁଥିଲା, ସେଥିରେ ଘର ଚଳି ଯାଉଥିଲା। ହେଲେ ଏବେ ଆମେ କଣ କରିବା? ଆରେ ଟିକି, ଆମେ କଣ କରିବା? ଆମେ ଯଦି କିଛି ନ କରି ଯଦି ଏମିତି ଘରେ ବସିବା, ତାହେଲେ ଆମକୁ ଖାଇବାକୁ ମଧ୍ୟ ମିଳିବ ନାହିଁ। ମିକି ଦିଦି, ଆମ ପାଇଁ ମା ଯେମିତି ପଇସା ଆଣୁଥିଲେ, ଆମେ ସେମିତି ଫୁଲ ତୋଡ଼ା ବିକ୍ରି କରି
ପଇସା ରୋଜଗାର କରିବା, ଆମେ ଆମ ଘର ଚଳାଇବା। ହେଲେ ଟିକି ମା ଯେମିତି ଫୁଲ ତୋଡ଼ା ତିଆରି କରୁଥିଲେ ସେଇଭଳି ତ ଫୁଲ ତୋଡ଼ା ଆମକୁ ତିଆରି କରିବା ଆସେନି। ଆମେ ଏବେ କଣ କରିବା? ମିକି ଦିଦି, ମା ଫୁଲ ତୋଡ଼ା ତିଆରି କରିବାର ମୁଁ ଟିକେ ଟିକେ ଜାଣିଛି। ଚାଲ ଆମେ ସେମିତି ଫୁଲ ତିଆରି କରିବା, ବିକିବା, ସେଥିରୁ କିଛି ରୋଜଗାର ଆମେ 2 ଜଣ ଚଳିଯିବା। ହଉ ଠିକ ଅଛି ଟିକି, ମା ଯୋଉଠୁ ଫୁଲ ଆଣୁଥିଲା ଚାଲ ସେଠାକୁ କିଛି ଫୁଲ ଯାଇ ଆଣିବା। 2 ଚଢ଼େଇ ଉଡ଼ି ଉଡ଼ି ଚିଲ ପାଖକୁ ଗଲେ। ଆରେ ଟିକି ଚଢ଼େଇ ମାନେ ଏଠାକୁ କୁଆଡ଼େ ଆସିଛ? ଚିଲ ଅଙ୍କଲ, ଆମକୁ କିଛି ଫୁଲ ଦିଅନ୍ତୁ। ଚଢ଼େଇ ମାନେ, ମୁଁ ତୁମମାନଙ୍କୁ ଚିହ୍ନିନି କି ଜାଣିନି, ମୁଁ ଫୁଲ ଦେବି କିପରି? ଅଙ୍କଲ, ଆପଣଙ୍କ ଠାରୁ ଆମ ମା ଫୁଲ ନେଇ ବିକ୍ରି କରୁଥିଲେ, ତେଣୁ ଆମେ 2 ଭଉଣୀ ଆପଣଙ୍କ ଠାରୁ ଫୁଲ ନେଇ ବିକ୍ରି କରିବୁ। ଓ, ତମେମାନେ ତାହେଲେ ସେ ରିନୁ ଚଢ଼େଇର ଛୁଆମାନେ, କିନ୍ତୁ ମୁଁ ତୁମମାନଙ୍କୁ ଫୁଲ ଦେଇପାରିବି ନାହିଁ। ଭଲ ହେଲା ତମେ 2 ଜଣ ମୋ ପାଖକୁ ଆସିଗଲ। ତୁମ ମା ମୋ ଠାରୁ ବାକିରେ ଫୁଲ ନେଇଥିଲା, ସେହି ଫୁଲର ପଇସା ଏପର୍ଯ୍ୟନ୍ତ ମୋତେ ଦେଇନି। ତମେ 2 ଜଣ ମୋତେ ସେଇ ପଇସା ଜଲ୍ଦି ଜଲ୍ଦି ଦେଇଦିଅ। ଚିଲ ଅଙ୍କଲ, ଆମ ପାଖରେ ତ ମା ନାହାନ୍ତି, ଏତେ ଗୁଡ଼ିଏ ପଇସା ଆମେ କୋଉଠୁ ଆଣିବୁ? କଣ କହିଲ? ପଇସା ନାହିଁ? କିଛି କଥା ନାହିଁ, ତୁମେ 2 ଜଣ ଯୋଉ ଘରେ ରହୁଛ ସେଇ ଘରଟି ମୋତେ ଦେଇଦିଅ, ଆଉ କିଛି ପଇସା ବି ଦେବାକୁ ପଡ଼ିବ ନାହିଁ। ଚିଲ ଅଙ୍କଲ, ତୁମେ ଯଦି ଆମ ଘରକୁ ନେଇଯିବ ତାହେଲେ ଆମେ ରହିବୁ କୋଉଠି? ମୋତେ କିଛି ବି ଜଣା ନାହିଁ, ତୁମେ 2 ଜଣ ତୁରନ୍ତ ସେଇ ଘରକୁ ଖାଲି କରିଦିଅ, ନହେଲେ ମୋ ଠାରୁ ଭଲ କେହି ମଧ୍ୟ ହେବେନି। ଏମିତି କହି ଚିଲ 2 ଜଣଙ୍କ ଘର ପାଖକୁ ଗଲା, ଆଉ 2 ଚଢ଼େଇଙ୍କ ଘରକୁ ଚିଲ ନେଇଗଲା। ଦୟା କରନ୍ତୁ ଚିଲ ଅଙ୍କଲ, ଦୟା କରନ୍ତୁ, ଆମେ ଏହି ଅବସ୍ଥାରେ କୁଆଡ଼େ ଯିବୁ ଚିଲ ଅଙ୍କଲ? କିନ୍ତୁ ଏହିସବୁ କଥାକୁ ଚିଲ କିଛି ବି ଶୁଣିଲା ନାହିଁ। ସେଇ 2 ଜଣ ଚଢ଼େଇକୁ ଘରୁ ବାହାର କରିଦେଲା। 2 ଜଣ ଚଢ଼େଇ ବାହାରେ ବହୁତ କାନ୍ଦିଲେ। ଦିଦି, ଆମେ ଏବେ କଣ କରିବା ଦିଦି? ଆମେ ଏବେ ରହିବା କୋଉଠି? ଆରେ ଟିକି, ଆମ ଭାଗ୍ୟରେ ଯାହା ଥିବ ତାହା ହିଁ ହେବ। ସେଠାକୁ ଗୋଟିଏ ପରୀ ଆସିଲା। ସେହି ପରୀ ଚଢ଼େଇ 2ଟିର ଦୁଃଖକୁ ଦେଖି ନ ପାରି ସେମାନଙ୍କ ପାଇଁ ଗୋଟିଏ ଘର ତିଆରି କଲା। ସେହି ଘରଟି ଗୋଟିଏ ଫୁଲର ଘର ଥିଲା। ଚଢ଼େଇମାନେ ଏହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। 2 ଚଢ଼େଇ ପରୀକୁ ଦେଖିଲେ ଆଉ ପଚାରିଲେ, ଆପଣ କିଏ? ଆମେ ତ ତୁମକୁ କେବେ ବି ଦେଖିନାହୁଁ। ଆରେ ଟିକି ଚଢ଼େଇ, ମୁଁ ଗୋଟିଏ ଆକାଶର ପରୀ। ମୋତେ ପରୀମା ଏଠାକୁ ପଠେଇଛନ୍ତି ଚଢ଼େଇମାନଙ୍କର ସାହାଯ୍ୟ କରିବାକୁ। ଆଉ ହଁ, ଏଇ ଫୁଲର ଘରଟି ମୁଁ ତୁମ 2 ଜଣ ପାଇଁ ତିଆରି କରିଛି। ଆଜିଠୁ ଏଇ ଘରଟି ତୁମକୁ ଲାଗିଲା। ମୋର ସେପଟେ ବହୁତ କାମ ଅଛି, ମୁଁ ଯାଉଛି। କିଛି ଯଦି ଅସୁବିଧା ହୁଏ ତାହେଲେ ମୋତେ ଡାକିବ। ଧନ୍ୟବାଦ ପରୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରୀମା ଆଉ ଆପଣ ବହୁତ ଭଲ। ଏହାପରେ ପରୀ ସେଠାରୁ ଚାଲିଗଲା। 2 ଭଉଣୀ ସେଇ ଫୁଲର ଘରେ ହସ ଖୁସିରେ ରହିଲେ।